नमस्कार दर्शक बंधु उर्मी एंटरटेनमेंट पवित्र पाला आगणा को मु प्रियंका आपण मानक स्वागत जनाऊँगी। प्राचीन सांस्कृतिक कार्यक्रम ओडिया पाला आमर ए कस्तूरी कार्यक्रम समय अतिक्रांत बंधु तुम्हे मोहरा प्रभु दीना बंधु हे जिए जेऊ रूपे भावई तुम्भको प्रभु जिए जेऊ रूपे भावई तुम्भको से ही अनुसारे तुम्हे तार दीना बंधु हे बंधु तुम्हे मोहरा दीना बंधु हे संसारे जे बंधु दबा नबा बंधु न देले न नेले ये कहार संसारे जे बंधु देवा नेबा बंधु न देले न लेले ये कहार तुम परी बंधु किए से है बाकी तुम परी बंधु किए से है बाकी पूर्ण करी देव सुदामा पूरा दीना बंधु हे बंधु तुम्हे मोहरा सम्मानास्पद मोर भगवत रस प्रेमिक सज्जन मंडली पुराण तोषिनी करुणादायिनी माँ भौणी देशर जातिर भविष्यर उज्जवलकारी निमित्त छोट छोट पिला निकटस्थ अंचल आसीथिबा मोर समस्त शिक्षावित पंडित मंडली साउंड टिके बेसी हो जाउची सर हां साउंड कम बोले आज होचे पवित्र संस्कृति संपन्न ग्राम सुंदर ग्राम पालार हर पार्वतींकर पूजा प्रारंभ रे सांस्कृतिक कार्यक्रम माध्यम रे आज होची पालार उद्यापन रात्रि समयर गति बड़ विचित्र आपण माने धीर स्थिर भाव रे ख्याल रखंतु समयर गति विचित्र भितर रे हुए तो पुराण जुगरु अतीत जुगरु जो धर्म संस्कृति अतीत जुगरु जो न्याय एनु सेई अतीतर कथा ऊपर सांस्कृतिक कार्यक्रम गोटे जगह कौन चैनल हाँ बाबू समय स्वल्प भितर हुए तो
ଉଭୟ ପକ୍ଷର ପାଲା ଆପଣ ମାନେ ହୃଦୟଙ୍ଗମ କରିବେ। ତେଣୁ ଇଏ ହଉଛି ପାଲା ଅଞ୍ଚଳ, ଇଏ ହଉଛି ଆମର ଅଞ୍ଚଳ। ଏହି ସ୍ଥାନରେ ମାସିକି ଆଡେଇ ଦେଲେ ସଂସ୍କୃତି କାବ୍ୟ ବାହାରି ପଡେ। ଆପଣ ମାନେ ଜଣେ ଜଣେ ସରସ୍ୱତୀଙ୍କର ବରପୁତ୍ର ଭଳି ମହାନ ବ୍ୟକ୍ତି ମାନେ ଆପଣ ବସିଛନ୍ତି। ହୁଏତ ପାଲା ସଂସ୍କୃତିର ନିର୍ଦ୍ଧାରିତ କଥା ଉପରେ ଗୋଟିଏ ପଦ ମୁଁ ସର୍ବପ୍ରଥମେ ଗାଇଲି ଠାକୁର ଅଭିରାମ ପରମହଂସଙ୍କର ପବିତ୍ର ଲେଖାରୁ। ଠାକୁର ଅଭିରାମ ପରମହଂସ କହିଲେ, ଦିନ ବନ୍ଧୁ ଏ ବନ୍ଧୁ ତୁମ୍ଭେ ମୋହର, ଯିଏ ଯେଉଁ ରୂପେ ଭାବଇ ତୁମ୍ଭଙ୍କୁ, ପ୍ରଭୁ ସେହି ଅନୁସାରେ ତୁମ୍ଭେ ତାହାର। କେଡ଼େ ସୁନ୍ଦର କଥାଟିଏ କହିଦେଲେ ଠାକୁର ଅଭିରାମ ପରମହଂସ। ଠାକୁର କହିଲେ, ପ୍ରଭୁ ତୁମେ କେବଳ ହଉଛ ମୋରି। ତେଣୁ ଯିଏ ଯେମିତି ଆପଣଙ୍କୁ ଭାବେ ଆପଣ ସେମିତି ତାର ହେଇଯାଆନ୍ତି। ଆପଣ କାଠରେ ନାହାନ୍ତି, ଆପଣ ପାଷାଣରେ ନାହାନ୍ତି, ଆପଣ ମୂର୍ତ୍ତିରେ ନାହାନ୍ତି। ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କର ହୃଦୟରେ ଆପଣଙ୍କର ଶକ୍ତି ଜାଗ୍ରତ ହେଇକିରି ଅଛି। ତେଣୁ ଯିଏ ଯେମିତି ଆପଣଙ୍କୁ ଭାବେ, ଯିଏ ଯେମିତି ଆପଣଙ୍କୁ ଡାକେ, ଆପଣ ପରା ସେଇ ରୂପରେ ତା ପାଖରେ ପହଞ୍ଚି ଯାଆନ୍ତି। ଭାବକୁ ନିକଟ ହରି ଅଭାବକୁ ଦୂର। ଯାହାର ଯେମିତିଆ ଭାବ ପ୍ରଭୁ ତା ପାଖରେ ସେଇଭଳି ଭାବରେ ପହଞ୍ଚି ଯାଆନ୍ତି। ତେଣୁ ଆପଣ ମାନେ ଯଦି ସମସ୍ତେ ସମଭାବାପନ୍ନ ହେଇଯିବେ, ହୁଏତ ଏଇ ବିଶ୍ୱକୁ ଗୋଟିଏ ପରିବାର ବୋଲିକିରି ଆପଣ ମନେ କରିବେ। ଆମେ ସମସ୍ତେ ଗୋଟିଏ ପରିବାରର ଲୋକ। ହିଂସା, ଦେଶ, ଅହଙ୍କାର, ବିଦ୍ୱେଷର ଭାବନା ଆପଣଙ୍କ ହୃଦୟ ଭିତରୁ ଯଦି ଦୂରେଇ ଯିବ, ତେଣୁ ଭଗବାନ କୃଷ୍ଣ କହିଲେ ଅର୍ଜୁନରେ, ଯାଦୃଶୀ ଭାବନାର୍ଜସ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ। ଯିଏ ଯେମିତି ମତେ ଭାବେ, ଯିଏ ଯେମିତି ମତେ ଚାହେଁ, ହେ ଅର୍ଜୁନ ମୁଁ ତାରି ଭାବନାରେ, ସେଇ ରୂପରେ ମୁଁ ତାରି ପାଖରେ ପହଞ୍ଚି ଯାଏ। ଠାକୁର କହିଦେଲେ, ଶୁଭରେ ସଂସାରେ ଯେ ବନ୍ଧୁ ଦବା ନବା ବନ୍ଧୁ, ନଦେଲେ ନନେଲେ କିଏ କାହାର। ଆମେ କେବଳ ପାରିବାରିକ ଜୀବନ ଯାପନ ଭିତରେ ଆମେ ଯେତେ ବନ୍ଧୁ ବାନ୍ଧବ, ଭଲ ମନ୍ଦ, ଝିଅ ଜ୍ୱାଇଁ, ପୁଅ ବୋହୁ ନାତି ଆମେ ସଂସାର କରିଛୁ। ମା ଇଏ ସବୁ ହେଲେ ଦବା ନବାର ଭଲ ନଦେଲେ ଖରାପ। ଏଣୁ ଆପଣ ମୋ ଘରକୁ ଦେବେ, ମୁଁ ଆପଣଙ୍କ ଘରକୁ ଦେବି। ଆପଣ ମୋ ଘରକୁ ଦେଇଛନ୍ତି, ମୁଁ ଯଦି ଦାରିଦ୍ର୍ୟତା କୋଷାଘାତ ଭିତରେ ରହିଲି, ମୁଁ ଯଦି ଦେଇପାରିଲି ନାହିଁ, ଆପଣଙ୍କର ମୋର ସେତିକି ବେଳେ ଇଏ ବନ୍ଧୁତ୍ୱ ଭାବ କଟିଯିବ। କଣ ଦେଇଥିଲା ସୁଦାମା? ସୁଦାମା କିଛି ଦେଇନଥିଲା। ସୁଦାମା ଟିକେ ଭାବ ଦେଇଥିଲା। ଦରିଦ୍ର ବ୍ରାହ୍ମଣ ଟିକିଏ ଭାବ ଦେଇଥିଲା, ଟିକିଏ ସ୍ନେହ ଦେଇଥିଲା, ଟିକିଏ ପ୍ରେମ ଦେଇଥିଲା। ହୃଦୟ ଭିତରେ ପରମାତ୍ମା ଶ୍ରୀକୃଷ୍ଣଙ୍କୁ ସବୁବେଳେ ଚିନ୍ତା କରୁଥିଲା। ଚନ୍ଦନ ଚର୍ଚିତ ନୀଳ କଳେ ବର, ପୀତ ବସନ বন মারি তব সন বন মারি তব সন বন মারি ବୟସ ଗଲାଣି ଚାଲି। ସାରେ କହୁଥିଲେ
ଯେ ବାତ୍ୟା ପୂର୍ବରୁ ଆପଣ ଆସିଥିଲେ ହଁ। ସିଏ ଡିଆଁ ସବୁ ଗଲାଣି ଚାଲି ହଁ, ହଁ। ଆଉ ବୟସ ହେଇଗଲା ଆଉ ଦେଇ ପାରୁଛ କେତେ ବର୍ଷ ଲାଗିବ ଏଣେ ଆଜ୍ଞା ଆପଣ ମାନେ ଦେଖନ୍ତୁ ଟିକିଏ ଭଲ ପାଇଥିଲା ସୁଦାମ ଏଣୁ ପ୍ରଭୁଙ୍କ ପାଖରେ ଆଶ୍ରିତ ହେଇ ପଡିଥିଲା ଇଏ ଗଣ୍ଡିଏ ଖୁଦ ଭଜା ଭାଜିକିରି ସୁମତି ଦେଲା ଏଇ ଖଣ୍ଡିଏ ଗଣ୍ଡିଏ ଖୁଦ ଭଜା ନେଇକିରି ଆପଣ ଯାଆନ୍ତୁ ଚିନ୍ତାମଣିର ଇଚ୍ଛା ପ୍ରଭୁର ଇଚ୍ଛା ପହଞ୍ଚି ଗଲେ ଦ୍ୱାରକାରେ ସୁଦାମା ଚାହିଁଦେଲେ ଦ୍ୱାରକାର ବିଚିତ୍ର ଲୀଳାର କଥା ସୌନ୍ଦର୍ଯ୍ୟମୟ କଟକର କଥା ଚିରା ଲୁଗା ଛିଣ୍ଡା ଲେଙ୍କଡା ଶରୀର ପିନ୍ଧା ଭିତରେ ଏ ଦୁର୍ବଳ ଶରୀରକୁ ନେଇ ମୁଁ ପ୍ରଭୁ ପାଖକୁ ଯିବି ଦୁଆର ମୁହଁରେ ଠିଆ ହେଲା ये स्तुति भणिले रही पूर्ण ब्रह्म गोसाई स्तुति भणिले ଲୁହ ଝରେଇ ପକେଇଲା ଚିନ୍ତାମଣି ଯାହାଲ ମୋ ମୂଳରେ ବ୍ରହ୍ମାଣ୍ଡ ମାଳ ମାଳ ଆପଣ ମୋର ବାଲ୍ୟ ସଖା ଶାନ୍ତିପନି ଘରେ ପାଠ ପଢିଲା ବେଳେ କେତେ କ୍ଷୀରାସର ଲବଣୀ ମୋ ଠାରୁ ଛଡେଇକିରି ନେଇ ଆପଣ ମୋର ବାଲ୍ୟ ସଖା ଆପଣ ଆପଣଙ୍କୁ ଦେଖିବା ପାଇଁ ମୁଁ ଯାଇପାରୁନାହିଁ ମୁଁ ଯୋଉ ଛିଣ୍ଡା ଲେଙ୍କଡା ପିନ୍ଧିଛି ଆପଣ ରାଜପ୍ରସାଦ ଏ ବିଶ୍ୱର ରାଜା ଆପଣ ଦ୍ୱାରକାର ହେଇଛନ୍ତି ମୁଁ ଆଜି ଫେରି ଯାଉଛି ପାଦ ଯେତେବେଳେ ପଛକୁ ପକେଇ ଦେଲେ କଣ ବୁଝିବୁ ଏ ବିଶ୍ୱର କଥା କଣ ବୁଝିବ ପ୍ରଭୁର ଇଚ୍ଛାର କଥା आयुष्मान भवतु पूर्ण परमायु लाभरस्तु पवित्र अनुष्ठान दीर्घायु हो यही भली मनोभाव संस्कृतिर चेतना ईश्वरवाद आपण मानकर हृदय बोल आनंद कबार आध्यात्मिक चेतना आपण माने धीर स्थिर भाव रे ख्याल रखंतु कोउ कथा चिंतामणि की योजना अछि सिंहा गृह काम कौन व्यस्त आबू सारे सब कहते माने केते समय भीतर सारी फिर सी आसबे 2 घंटा करेंगे बेसी डेरी हेले लोक रहउछन एतिकी बेले प्रभु बुझी पारिले जानी पारिले चिंतामणि कोउ कथा विश्व रे अचना अछि प्रभु को पछकु पाद पकेई दउचंती सुदामा ब्राह्मण फेरी आसीबे अरे नारी बुद्धि प्रलय रा अरे नारी बुद्धि प्रलय रा भक्ति न्याय रे बुद्धि रे पारिले मो स्त्री सुमतिर बुद्धि रे मु आज प्रभुंग पाखकु आसी नारी बुद्धि प्रणयन करी कहंती सब महाजन पुरुष महत पुरुष माने कहंती नारी बुद्धि रे पुरुष परिचालित हबो ना मु नारी बुद्धि रे आसिली कृष्ण कोन मते चिन्हि पारिबे से कोन जानि पारिबो पिला दिनर कथा कोन तार मन रे थबो शांतिपनि घरे पाठ पढिबार दृश्य कोन ता आखियागे थबो विश्वास हो नै पाद पकेई देले चिंतामणि सिंहासन रे बसी देले कहले मैत्र फेरी जाउछ सातकी ठिया रे केही जने फेरी जाउची द्वार मुहरु गलु डाकी आनी सातकी चली जाउची देखिबा पई किए फेरुची बसी परिले नाही चिंतामणि भावर ठाकुर भाव विनोदिया ठाकुर दौड़ी आसिला
ମୈତ୍ର କୁଆଡେ ଯାଉଛ? ହାତଟାକୁ ଧରି ପକେଇଲା, ଚମକି ପଡିଲା ସୁଦାମା। ବିଶ୍ୱ ଚିନ୍ତାମଣିର ରୂପକୁ ଚାହିଁଦେଲା, ଲୁହ ଝରି ପଡିଲା। କାନ୍ଦୁଛ? ନାଇଁ ନାଇଁ, କାନ୍ଦ ନା ଟିକେ ଆସ। ଟାଣି ଆଣିଲେ କୋଳକୁ, ସିଂହାସନରେ ବସେଇ ଦେଲେ। କି ପବିତ୍ର କାମନା, କି ପବିତ୍ର ଧର୍ମ ପ୍ରଭୁଙ୍କର ଚିନ୍ତାଧାରା। ଜଗନ୍ନାଥ ଦାସ ଭାଗବତରେ ସୁନ୍ଦର ପଦଟିଏ କଲମ କରିଦେଲେ, କହିଲେ ସତ୍ୟ ଶାନ୍ତି ଯେ ଦୟା କ୍ଷମା ଏ ଚାରି ପ୍ରଭୁ ଚାରି ପ୍ରଭୁର ମହିମା। ଏମିତିଆ ମହିମାମୟ ପୁରୁଷ ଏ ଜଗତରେ କିଏ ଅଛି? ସତ୍ୟ ଶାନ୍ତି ଦୟା କ୍ଷମାର ଭାବକୁ ଆପଣ ମାନେ ସମସ୍ତେ ଗ୍ରହଣ କରିବେ। କହିଲା ଗୁରୁ ବ୍ରାହ୍ମଣ ପିତା ମାତା ଏମାନେ ଜୀବନ୍ତ ଦେବତା। ଜଗନ୍ନାଥ ଦାସ ଭାଗବତରେ ସୁନ୍ଦର ପଦ କଲମ କରିଦେଲେ, କହିଲେ ଗୁରୁ ବ୍ରାହ୍ମଣ ପିତା ମାତା ଏମାନେ ଜୀବନ୍ତ ଦେବତା। ବ୍ରାହ୍ମଣକୁ କୋଳରେ ବସେଇ ଦେଇଛନ୍ତି ପରମାତ୍ମା ଶ୍ରୀକୃଷ୍ଣ। ଏତିକି ବେଳେ ଜାଣିପାରିଲେ ରୁକ୍ମଣୀ ଯେ ଆସିଛନ୍ତି ବାଲ୍ୟ ସଖା, ସୁଦାମା ଆସିଛନ୍ତି ବାଲ୍ୟ ସଖା। ରତ୍ନ ଝରିରେ ଜଳ ଆଣିଲେ, ପାଦକୁ ଧୋଇ ଦଉଛନ୍ତି। ଚମକି ପଡିଲା ସୁଦାମା ଯେ ଲକ୍ଷ୍ମୀ ମୋ ପାଦକୁ ଆଜି ଧୋଇ ଦଉଛନ୍ତି। ଏଡ ବଡ ଅପରାଧ ମୁଁ ଆଜି ଅର୍ଜନ କରିଛି, ଆପଣ ମାନେ ଖିଆଲ ରଖନ୍ତୁ। ଏତିକି ବେଳେ ପ୍ରଭୁ ପଚାରିଲେ, କହିଲେ ମୈତ୍ର କଣ କିଛି ଆଣିନା? ଆସିଲା ବେଳେ କଣ ଆଣିଥବ ତ ମତେ ଦିଅ। ଆଉ ସୁମତି କଣ କିଛି ଦେଇନାହିଁ? ପ୍ରଭୁ କାଖରେ ଜାକି ଦେଇଛନ୍ତି ସୁଦାମା ବ୍ରାହ୍ମଣ ଗଣ୍ଡିଏ ଖୁଦ ଭଜା। ଲାଜରେ ଦେଇ ପାରୁନାହାନ୍ତି, କୋଉ କଥା ଜଣା ଅଛି। ଟାଣି ଆଣିଲେ ଯେତେବେଳେ କାଖରୁ ଖୁଦ ଭଜା ପୁଡ଼ାଟି, ଅମୃତମୟ ଖୁଦ ଭଜା ହେଇଯାଉଛି। ପ୍ରଭୁ ଆଜି ଖାଇବେ। ଆପଣ ମାନେ ଦେଖନ୍ତୁ, दाने दाने के लेखा वाली खाने खाने का नाम। ये कोउ दाना को खाइबो, से दाना ऊपर विधाता लिखिची, ये दाना को आज यही लोक खाइबो। तेणु आपण माने देखंतु, हातेरे धरी जता बेले पाटी की दियोटी पकेई देले चिंतामणि, इंद्रादि देवता चमकी पडुछंती, विश्व धरी जाउछि। कपिलादि को ये सनका दिनी सेवित शोभसु मनमति भारम, शोभसु मनमति भारम, शोभसु मनमति भारम। तेणु आपण मान ख्याल रखंतु। आउ गोटे मुठा हाथ रे धरी हाथ को धरी पकेले रुक्मणी कांदी
କହିଲେ ଚିନ୍ତାମଣି କଣ ଆପଣ କରୁଛନ୍ତି ଇଏ ଦିଆଟି ଖୁଦ ଭଜା ଆପଣ ପାଟିକି ପକେଇଦେଲେ ଦ୍ୱାରକାର ରତ୍ନ ସ୍ପଣରେ ଇଏ ବ୍ରାହ୍ମଣ ଗଣିତା ହେଇଗଲାଣି ଦ୍ୱାରକାର ସମ୍ପଦ ଭଳି ସମ୍ପଦ ହେଇଗଲାଣି ଆଉ ମୁଠାଏ ଆପଣ ପାଟିକି ପକେଇଲେ ବିଶ୍ୱ ରହିବ ତେଣୁ ଆପଣ ମାନେ ଦେଖନ୍ତୁ ଏଇ ପ୍ରଭୁଙ୍କର ଲୀଳା ଉପରେ ପ୍ରଭୁଙ୍କର କଥା ଉପରେ ଆଜି ଚାରିପଦ ମୀମାଂସା ସମୟ ସ୍ୱଳ୍ପ ମୋର ସାଥୀ ଭାଇ ଗାୟକ ମୋର ସମୁଦି ଆସିବ ରହ ସମୁଦି ପତିବାବୁ ଆସିବେ ପତିବାବୁ ହଉଛନ୍ତି ନାଚ ଗାୟକର ମାଷ୍ଟର ସାରା ଓଡ଼ିଶାରେ ଯେତେ ଗାୟକ ଅଛନ୍ତି ପତିବାବୁଙ୍କୁ ଗାଇବାରେ ସମସ୍ତେ ସମ୍ମାନ ଦିଅନ୍ତି ଏ ଗାନ ଓଡ଼ିଶାରେ କୌଣସି ଗାୟକ ଗାଇପାରିବେ ନାହିଁ ଏମିତି ରୋଟେସନ କରିପାରିବେ ନାହିଁ ପତିବାବୁଙ୍କର ଏଇ ଗୋଟାଏ ପାଇଁ ସାରା ଓଡ଼ିଶାରେ ସେ ଅପ୍ରତିଦ୍ୱନ୍ଦୀ ଗାୟକ ହେଇଛନ୍ତି ତେଣୁ ସମୟ ସ୍ୱଳ୍ପ ଚିନ୍ତାମଣି ବସିଛନ୍ତି ନାରାୟଣ ବାବୁ କଥାଟାକୁ ଏଇଠୁ ସାରି ଦେଇ ବିଷୟବସ୍ତୁ ବସୁଦେବ ସୁତଂ ଦେବ କଂସ ଚାଣୁର ମର୍ଦନ ଦେବକୀ ପରମାନନ୍ଦ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ ଦେବକୀ ପରମାନନ୍ଦ କୃଷ୍ଣ ବନ୍ଦେ ଜଗଦ୍ଗୁରୁ ଭଗବାନ ପରମାତ୍ମା ଶ୍ରୀକୃଷ୍ଣ ଆଜି ସଭାସ୍ଥିତ ବ୍ୟକ୍ତି ଆବାଳ ବୃଦ୍ଧ ବନିତା ଅନୁଷ୍ଠାନର ପ୍ରତ୍ୟେକ କର୍ମକର୍ତ୍ତା ଗ୍ରାମବାସୀ ପଞ୍ଚାୟତବାସୀ ଇଏ ଜଗତର ଇଏ ବିଶ୍ୱର ଇଏ ପବିତ୍ର ଭାରତ ବର୍ଷର ବର୍ଷାଣାଂ ଭାରତ ଶ୍ରେଷ୍ଠା ଦେଶାନାଂ ମୃକୁଳଂ ତଥା ମହାମୁନି କପିଳ ଋଷି କହିଲେ ସମଗ୍ର ବିଶ୍ୱରେ ଯେତେ ଦେଶ ଭାରତ ହଉଛି ଶ୍ରେଷ୍ଠ ଦେଶ ପବିତ୍ର ଧର୍ମର ଦେଶ ଭାରତ ଭିତରେ ଯେତେ ରାଜ୍ୟ ଦେଶାନାଂ ମୃକୁଳଂ ତଥା ସମସ୍ତ ରାଜ୍ୟ ଭିତରେ ଏଇ ଉତ୍କଳ ଓଡ଼ିଶା ହଉଛି ଆଜ୍ଞା ଶ୍ରେଷ୍ଠ କାହିଁକି ଓଡ଼ିଶାକୁ ଶ୍ରେଷ୍ଠ ବୋଲି କହିଲେ କପିଳ ଋଷି ଉତ୍କଳସ୍ୟ ସମଦେଶେ ଦେଶେ ନାସ୍ତି ମୋହିତ କ୍ଷେତ୍ର ନିରାଚଳ ପୁଣ୍ୟ ଯୋଉଠି ଜଗନ୍ନାଥ ବ୍ରହ୍ମ ଦାରୁ ବସିଛନ୍ତି ଯୋଉଠି ବ୍ରହ୍ମ ଜଗନ୍ନାଥ ଅଛନ୍ତି ସଂସାରର ମାଲିକ ଅଛନ୍ତି ଇଏ ସତ୍ୟ ତ୍ରେତା ଦ୍ୱାପରର ଜଗନ୍ନାଥ ଇଏ ଜରାସବର ମାରିଲା ସର କୃଷ୍ଣ ଦେହ ତ୍ୟାଗ କଲେ ପାଣ୍ଡବ ମାନେ ପୋଡ଼ିଲେ ପୋଡ଼ି ହେଲା ନାଇଁ ଅର୍ଦ୍ଧଦଗ୍ଧ ରହିଲା ସମୁଦ୍ରରେ ଭସେଇ ଦେଲେ ବାଙ୍କି ମୁହାଣରେ ଲାଗିଲା ବିଶ୍ୱାବସୁ ଶବର ପାଇଲା ତାକୁ ନେଇକିରି ନୀଳମାଧବ ରୂପରେ ପୂଜା କଲା ଇଏ ଜଗନ୍ନାଥ ସେ ଜଗନ୍ନାଥ ନୁହଁ ଜଗନ୍ନାଥ ଦାସ ଭାଗବତରେ କହିଲେ ଜଗନ୍ନାଥ ଯେ ଷୋଳ କଳା ତାହୁ କଳାଏ ନନ୍ଦ ब्रह्म हेला बेले पूर्ण ब्रह्म पूर्ण षोल कला प्राप्त हेले जगन्नाथ एनु जगन्नाथंकर धाम होउची ये एनु जगन्नाथंकर क्षेत्र होउची ओडिशा क्षेत्र जोटी समग्र विश्व आजी भारतीय संस्कृति की ग्रहण करूची भारतीय संस्कृति भारतर पूजा जगन्नाथ मंदिर समग्र विश्व रे वर्तमान विरल मालिका जहा लिखिथला दिने समग्र विश्व को भारत शासन करू आज आपण देखंतु ब्रिटेन रे भारतीय वंशोभव ऋषि सनक आज प्रधानमंत्री आपण माने अमेरिका को जानतु उपराष्ट्रपति कमला सी आज भारत पृथ्वी की शासन कर प्रत्येक देश में भारतीय नागरिकों एते प्रभाव बढ़ी जाइए समग्र विश्व को आज भारतीय लोक माने आलोकित भारतीय वंशोभव समग्र विश्व को शासन करेंगे ये कथा मालिका रे लिखा आस्ते आस्ते जड़े ब्रह्मचारी शासन हम से ब्रह्मचारी पीएम नरेंद्र मोदी जी ब्रह्मचारी
ଆଉ ଓଡ଼ିଶାରେ ବ୍ରହ୍ମଚାରୀ ନରେନ୍ଦ୍ର ମୋଦି जी की आपण माने शिव बोली कि भाबिबे अच्छा। शिव अवतार ये जो मंत्र शिखी ब्राह्मण माने मु सुनिली हाँ। निजे करूचंती अभिषेक गोटाए मात्रा भूल होउन हाँ। निजे अभिषेक करूचंती उत्तराखंड ଆଚ୍ଛା ଉତ୍କଳର एणु आज्ञा आपण माने देखंतु ये पवित्र धाम रे जगन्नाथ विराजित सेई जगन्नाथ ब्रह्मदारु नारायण जिए जगन्नाथ सेई कृष्ण सेई राम एणु सेई प्रभु समस्तंकर मंगल विधान करंतु बोल आनंद कबार हरि दर्शक बंधु आमर यही पालार समस्त भाग गुड़िक आपन को किपरि लगुची ताहा आमर यही कमेंट बॉक्स माध्यम निश्चित जणाइबे जदि आमर यही कार्यक्रमटी आपन को भल लगुथाय तेबे आम चैनल को लाइक शेयर सब्सक्राइब करबा पे भूलिबे नै। रहउची नमस्कार।